ଘରର ପ୍ରତ୍ୟେକ ବିବାହିତା ମହିଳାମାନେ ମୁଣ୍ଡରେ ଲୁଗା ଦେଲେ ତାଙ୍କ ସ୍ୱାମୀଙ୍କ ଉପରେ କ'ଣ ପ୍ରଭାବ ପକାଇଥାଏ? ଆସନ୍ତୁ ଜାଣିବା। ଆମ ଭାରତ ସଂସ୍କୃତିରେ ମହିଳାମାନଙ୍କ ପାଇଁ ଅନେକ ନିୟମ ରଖାଯାଇଛି, କିନ୍ତୁ କୌଣସି ପୁରୁଷଙ୍କ ପାଇଁ କିଛି ନିୟମ ନାହିଁ। ଏହା ଏକ ଅନ୍ଧବିଶ୍ୱାସ ଅଟେ। ପ୍ରତ୍ୟେକ ଲୋକଙ୍କୁ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଆବଶ୍ୟକ। କିନ୍ତୁ ଆଜିର ସମାଜରେ ପୁରୁଷ ଓ ନାରୀ ଉଭୟ ସମ୍ମାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି। ପ୍ରତ୍ୟେକ ପରିବାରର ମୂଳ ପୁରୁଷ ଓ ନାରୀ ଉଭୟଙ୍କ ସହଯୋଗ ଓ ତ୍ୟାଗରୁ ନିର୍ମିତ ହୋଇଥାଏ। ତେଣୁ ପ୍ରତ୍ୟେକ ପୁରୁଷ ଓ ନାରୀଙ୍କୁ ତାଙ୍କର ଆଗାମୀ ପିଢ଼ିଙ୍କ ସୁଖ ଚିନ୍ତା କରି ନିଜ ଘରର ପରିବେଶକୁ ବଦଳାଇବା ଉଚିତ। ଯେଉଁ ଘରର ପୁରୁଷ ମଦ୍ୟପାନ କରି ଘରକୁ ଆସେ ଓ ନିଜ ସ୍ତ୍ରୀଙ୍କୁ ପିଟିଥାଏ, ତାଙ୍କ ଘରର ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥାଏ। ସେହିପରି ଘରର ମହିଳାମାନଙ୍କ ଆଚରଣରୁ ମଧ୍ୟ ପରିବାର ନଷ୍ଟ ହୋଇଯାଇଥାଏ। ତେଣୁ ଉଭୟ ପୁରୁଷ ଓ ନାରୀଙ୍କୁ ଘରର ମେରୁଦଣ୍ଡ ହୋଇ ନିଜ ନିଜ ଦାୟିତ୍ୱ ତୁଲାଇବା ଆବଶ୍ୟକ। ପରିବାରର ଭାଗ୍ୟ ଉଭୟ ପୁରୁଷ ଓ ନାରୀଙ୍କ ଆଚରଣରୁ ନିର୍ମିତ ହୋଇଥାଏ। ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି ମହିଳାମାନେ ମୁଣ୍ଡରେ ଲୁଗା ଦେଲେ ତାଙ୍କ ସ୍ୱାମୀଙ୍କ ଉପରେ କ'ଣ ପ୍ରଭାବ ପକାଇଥାଏ। ଘରର ମହିଳାମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ। କୁହାଯାଏ କି କୌଣସି ମହିଳା ଚାହିଁଲେ ଘରକୁ ସ୍ୱର୍ଗ କରିଦେଇଥାନ୍ତି ଏବଂ କ୍ରୋଧିତ ହେଲେ ଘରକୁ ନର୍କ ସଦୃଶ କରିବା ପାଇଁ ତାଙ୍କୁ ବେଶୀ ସମୟ ଲାଗିନଥାଏ। ସେଥିପାଇଁ କୁହାଯାଇଛି କି ନାରୀର ଅପମାନ କଲେ ଦିନେ ନା ଦିନେ ଶାସ୍ତି ଭୋଗ କରିବାକୁ ପଡ଼େ। ଶାସ୍ତ୍ର ଅନୁସାରେ ମହିଳାମାନେ ମୁଣ୍ଡରେ ଓଢ଼ଣା ଦେବା ଉଚିତ, କାରଣ ଆମ ମୁଣ୍ଡରେ ଏକ ଚକ୍ର ରହିଥାଏ ଯାହା ଆମର ପ୍ରତ୍ୟେକ କଥାକୁ ବିଚାର କରିଥାଏ। ତେଣୁ ଓଢ଼ଣା ଦେବା ଦ୍ୱାରା ଆମର ମସ୍ତିଷ୍କ ଚକ୍ର ଶରୀର ଚକ୍ର ସହିତ ଏକାକାର ହୋଇଯାଇଥାଏ, ଯାହା ଫଳରେ ମହିଳାଙ୍କ ମନ ସର୍ବଦା ଶାନ୍ତ ରହେ। ଅଧିକାଂଶ ଲୋକେ ନିଜ ମନ କଥା ଈଶ୍ୱରଙ୍କ ଆଗରେ ବ୍ୟକ୍ତ କରି ଦେଇଥାନ୍ତି। ଏଭଳି କରିବା ଦ୍ୱାରା ନିଜ ମନରେ ଖରାପ ଚିନ୍ତା ଆସିନଥାଏ ଏବଂ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଘରେ ଯେତେବେଳେ ଗୁରୁଜନ ଆସିଥାନ୍ତି, ସେତେବେଳେ ମହିଳାମାନେ ଓଢ଼ଣା ଦେଇ ତାଙ୍କୁ ପ୍ରଣାମ କରିବା ଉଚିତ। ଏଭଳି କରିବା ଦ୍ୱାରା ଘରକୁ ଆସିଥିବା ଅତିଥି ଖୁସି ହୋଇ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାନ୍ତି। ଏହି ଆଶୀର୍ବାଦ ତାଙ୍କ ସ୍ୱାମୀଙ୍କ ଆୟୁଷକୁ 2 ଗୁଣ କରିଦେଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଯଦି ଠାକୁରଙ୍କୁ ଭୋଗ ଲଗାଇବା ସମୟରେ ସେଥିରୁ ଚୁଟି ବାହାରିଥାଏ, ତାହେଲେ ସେହି ଭୋଗ ଅଶୁଦ୍ଧ ହୋଇଥାଏ। ସେଥିପାଇଁ ଭୋଗ ଲଗାଇବା ସମୟରେ ମହିଳାମାନଙ୍କୁ ଓଢ଼ଣା ଦେବା ଆବଶ୍ୟକ। ମହିଳାମାନେ ପୂଜା ବା ପର୍ବପର୍ବାଣିରେ ନିଜ ଚୁଟି ସଫା କରିଥାନ୍ତି, ତେଣୁ ସେମାନେ ଚୁଟିକୁ ଖୋଲା ରଖିଥାନ୍ତି, ଯାହାଦ୍ୱାରା ଅନ୍ୟମାନଙ୍କ ନଜର ତାଙ୍କ ଚୁଟି ଉପରେ ପଡ଼ିଥାଏ। ଏହା ଦ୍ୱାରା ଖରାପ ନଜର ପଡ଼ିଥାଏ ବୋଲି କୁହାଯାଏ। ମହିଳାମାନେ ଚୁଟି ଖୋଲା କରି ନିଜ ମୁଣ୍ଡରେ ଓଢ଼ଣା ଦେଲେ ଆହୁରି ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ସୂର୍ଯ୍ୟ ଦେବଙ୍କୁ ଏମିତି 3 ଜଣ ମହିଳା କେବେ ବି ଜଳ ଅର୍ପଣ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଘରର ପୁରା ପରିବାର ହୋଇଯିବେ ବର୍ବାଦ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ। ପୁରାଣ ଅନୁସାରେ କୁହାଯାଇଥାଏ କି ସଂସାରର ସମସ୍ତ ମାନବଙ୍କୁ ସ୍ନାନ କରି ସାରିବା ପରେ ସୂର୍ଯ୍ୟଦେବଙ୍କୁ ଅବଶ୍ୟ ଜଳ ଅର୍ପଣ କରିବା ଦରକାର। ତମ୍ଭାର ଲୋଟାରେ ଜଳ ଚଢ଼ାଇଲେ ବହୁତ ଶୁଭ ମନାଯାଇଥାଏ। ଜଳ ସହିତ ମନ୍ଦାର ଫୁଲ ମିଶାଇ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଦ୍ୱାରା ସୂର୍ଯ୍ୟଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ଜଳକୁ ଚଢ଼ାଇବା ସମୟରେ ସୂର୍ଯ୍ୟଦେବଙ୍କୁ ମନ୍ତ୍ରର ଉଚ୍ଚାରଣ କରିବା ଆବଶ୍ୟକ। ଏହା ଦ୍ୱାରା ମନରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ। ଯେଉଁ ଲୋକର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ, ଯଦି ସେହି ଲୋକ ପ୍ରତିଦିନ ସକାଳୁ ଉଠି ସ୍ନାନ କରିସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବେ, ତ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାହା ବି ସମସ୍ୟା ସବୁ ଦୂର ହୋଇଥାଏ। ବହୁତ ଲୋକଙ୍କର କୁଣ୍ଡଳୀରେ ସୂର୍ଯ୍ୟଙ୍କର ଦୋଷ ଠିକ୍ ନଥାଏ। ଏହି ଲୋକମାନଙ୍କୁ ଅବଶ୍ୟ ହିଁ ସବୁଦିନ ସ୍ନାନ କରି ସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଉଚିତ। ଏହା ଦ୍ୱାରା ତାଙ୍କର ଗ୍ରହର ଯାହା ବି ଖରାପ ଅଛି
ସେଥିରେ ସୁଧାର ଆସିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ଆମକୁ କେଉଁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ଏହିପରି କିଛି ଭୁଲ କରୁଛନ୍ତି ତ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଓ ନ ଚଢ଼ାଇବା ସମାନ କଥା ଅଟେ। ତେବେ ଆସନ୍ତୁ ଜାଣିନେବା। ସବୁଠୁ ପ୍ରଥମ କଥା ହେଉଛି ପୂର୍ବ ଦିଗ ଆଡ଼କୁ ମୁହଁ ରଖନ୍ତୁ। ସୂର୍ଯ୍ୟଦେବଙ୍କୁ ସବୁବେଳେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଜଳ ଚଢ଼ାଇବା ଉଚିତ। ସବୁବେଳେ ସୂର୍ଯ୍ୟଙ୍କ ଦିଶା ଯେତେବେଳେ ପୂର୍ବ ଦିଗରେ ଥିବ ସେହି ସମୟରେ ହିଁ ଜଳ ଚଢ଼ାଇବାର ପ୍ରୟାସ କରିବା ଉଚିତ। ଜଳ ଚଢ଼ାଇବା ସମୟରେ କିଛି ବି ଜଳର ଛିଟା ଆପଣଙ୍କ ଗୋଡ଼ ଉପରେ ନ ପଡ଼ିବା ଉଚିତ। ସବୁବେଳେ ଏହି କଥାର ଧ୍ୟାନ ରଖିବା ଉଚିତ କି ଆପଣ ଯେଉଁଠାରେ ଜଳ ଚଢ଼ାଉଛନ୍ତି କିନ୍ତୁ ସୂର୍ଯ୍ୟଦେବଙ୍କୁ ଚଢ଼ାଉଥିବା ଜଳର ଛିଟା ଯେମିତି ଆପଣଙ୍କ ଗୋଡ଼ ଉପରେ ନ ପଡ଼େ। ଯଦି ଜଳ ଚଢ଼ାଇବା ସମୟରେ ଆପଣଙ୍କର ଗୋଡ଼ ଉପରେ ସେହି ଜଳ ପଡ଼ିଥାଏ ତ ଏହା ଅଶୁଭ ହୋଇଥାଏ। କାହିଁକି ନା ଏହା ଦ୍ୱାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି। ଆପଣଙ୍କ ଉପରେ ସୂର୍ଯ୍ୟଦେବଙ୍କର ଅଶୁଭ ଦୃଷ୍ଟି ପଡ଼ିଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ସୂର୍ଯ୍ୟଦେବଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ। ଓମ୍ ସୂର୍ଯ୍ୟାୟ ନମଃ। ବିନା ସ୍ନାନରେ ଜଳ ଚଢ଼ାନ୍ତୁ ନାହିଁ। ଭୁଲରେ ବି ଏହି କାମ କରନ୍ତୁ ନାହିଁ। ମନେ ରଖନ୍ତୁ ସୂର୍ଯ୍ୟଦେବଙ୍କୁ ସ୍ୱଚ୍ଛତା ବହୁତ ହିଁ ପସନ୍ଦ ହୋଇଥାଏ। ଏମିତିରେ ଯଦି ଆପଣ ବିନା ସ୍ନାନରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବେ ତ ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ ଏବଂ ଆପଣ ପ୍ରତ୍ୟେକ କାର୍ଯ୍ୟରେ ଅସଫଳ ହେବେ। ତମ୍ବା ପାତ୍ରର ଉପଯୋଗ। ଆଜିକାଲି ପ୍ଲାଷ୍ଟିକର ଦୁନିଆ ଚାଲିଛି। ପ୍ଲାଷ୍ଟିକରେ କୌଣସି ବି ପ୍ରକାରର ଜିନିଷରେ ସୂର୍ଯ୍ୟଦେବଙ୍କୁ ଜଳ ବିଲକୁଲ ବି ଅର୍ପଣ କରନ୍ତୁ ନାହିଁ। ଏହା ଛଡ଼ା ଷ୍ଟିଲ୍, ପିତ୍ତଳ, କାଚ ଇତ୍ୟାଦି ପାତ୍ର ବି ବ୍ୟବହାର କରନ୍ତୁ ନାହିଁ। ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ପାଇଁ ସବୁବେଳେ ତମ୍ବା ପାତ୍ରର ପ୍ରୟୋଗ କରିବା ଉଚିତ। ଏହା ପଛରେ ବୈଜ୍ଞାନିକ କାରଣ ଏହା ଅଟେ ଯେ ସୂର୍ଯ୍ୟଦେବଙ୍କ ପୁଷ୍କତାରୁ ପ୍ଲାଷ୍ଟିକର କିଛି ବିଷାକ୍ତ ଗ୍ୟାସ୍ ବାହାରିଥାଏ ଯାହା ଆମର ଶରୀର ପାଇଁ ବି ଭଲ ହୋଇନଥାଏ। ବ୍ରହ୍ମ ମୁହୂର୍ତ୍ତରେ ହିଁ ଜଳ ଅର୍ପଣ କରନ୍ତୁ। ଚେଷ୍ଟା କରନ୍ତୁ ସବୁବେଳେ ବ୍ରହ୍ମ ମୁହୂର୍ତ୍ତରେ ହିଁ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ବ୍ରହ୍ମ ମୁହୂର୍ତ୍ତର ସମୟ ସକାଳ 3ଟାରୁ 5ଟା ପର୍ଯ୍ୟନ୍ତର ସମୟ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ସବୁଠାରୁ ଭଲ ସମୟ ମନାଯାଇଥାଏ। ଜଳ ଚଢ଼ାଇବା ପୂର୍ବରୁ ଆପଣ ନିୟମିତ କ୍ରିୟାକର୍ମ ବି ପୂରଣ ହେବା ଉଚିତ। ଆପଣ ସୂର୍ଯ୍ୟ ବସ୍ତ୍ର ପିନ୍ଧିକରି ହିଁ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଦିଅନ୍ତୁ। ଏମିତି କରିବା ଦ୍ୱାରା ନବଗ୍ରହ ଅର୍ଥାତ୍ ନବଗ୍ରହଙ୍କର କୃପା ସର୍ବଦା ଆପଣଙ୍କ ଉପରେ ବନି ରହିବ। ଅକ୍ଷତ ଏବଂ ଫୁଲ ଅବଶ୍ୟ ରହିବା ଉଚିତ। ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ଜଳରେ ଅକ୍ଷତ ଓ ମନ୍ଦାର ଫୁଲ ରହିବା ନିହାତି ଆବଶ୍ୟକ। ସବୁବେଳେ ଆପଣଙ୍କର ହାତକୁ ମୁଣ୍ଡ ଉପରେ ରଖିକରି ହିଁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଯେତେବେଳେ ଜଳର ଧାରା ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ପାଇଁ ପଡ଼ିଥାଏ ତ ସେତେବେଳେ ଏହି ଧାରାରେ ସୂର୍ଯ୍ୟଦେବଙ୍କୁ ଦେଖିବା ଉଚିତ। କୁହାଯାଇଥାଏ କି ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କର କୃପା ବନି ରହିଥାଏ ଏବଂ ବ୍ୟକ୍ତିଙ୍କର ମନରେ ସକାରାତ୍ମକ ଊର୍ଜା ବି ପ୍ରବେଶ କରିଥାଏ। ଭୁଲରେ ବି ଆପଣଙ୍କ ପାଦରେ ଚପଲ ନ ରହିବା ଉଚିତ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଚପଲ ପିନ୍ଧିକରି ଜଳ ଅର୍ପଣ କରୁଛନ୍ତି ତ ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ଏବଂ ଆପଣଙ୍କର ଯାହା ବି କାମ ଅଟକି ରହିଛି ସେସବୁ କାମରେ ଆପଣ ଆଗକୁ ବଢ଼ିପାରିବେ ନାହିଁ। ଏଥିପାଇଁ ସର୍ବଦା ସୂର୍ଯ୍ୟଦେବଙ୍କୁ ଖାଲି ପାଦରେ ହିଁ ଜଳ ଅର୍ପଣ କରନ୍ତୁ। ରବିବାର ଦିନ ଜଳ ଅବଶ୍ୟ ଚଢ଼ାନ୍ତୁ। ଆପଣ ପ୍ରତିଦିନ ଜଳ ଚଢ଼ାନ୍ତୁ କି ନାହିଁ କିନ୍ତୁ ରବିବାର ଦିନ ଅବଶ୍ୟ ଜଳ ଚଢ଼ାନ୍ତୁ। କାହିଁକି ନା ରବିବାର ହେଉଛି ସୂର୍ଯ୍ୟଦେବଙ୍କର ଦିନ। ଏହି ଦିନ ଅବଶ୍ୟ ହିଁ ସବୁ ବ୍ୟକ୍ତିଙ୍କୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହା ଦ୍ୱାରା ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ପ୍ରକାରର ଯଦି ସୂର୍ଯ୍ୟ ସମ୍ବନ୍ଧିତ କିଛି ଦୋଷ ଥିବ ତାହା ବହୁତ ଜଲ୍ଦି ଦୂର ହୋଇପାରିବ। ରବିବାର ଦିନ ଆପଣ ସାଧା ଭୋଜନ ଖାଆନ୍ତୁ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଜଳ ଚଢ଼ାଉଛନ୍ତି ତ ଏହି କଥାରେ ଅବଶ୍ୟ ଧ୍ୟାନ ରଖନ୍ତୁ କି ଆପଣ ରବିବାର ଦିନ ଆମିଷ ସେବନ କରନ୍ତୁ ନାହିଁ। ଲାଲ ରଙ୍ଗର ପନିପରିବା ଏବଂ
ମସୁର ଡାଲି ଖାଆନ୍ତୁ ନାହିଁ। ଯଦି ଆପଣ ରବିବାର ଦିନ ମିଷ୍ଟାନ୍ନ ଗ୍ରହଣ କରୁଛନ୍ତି ତ ଏହା ବହୁତ ଭଲ କଥା ହୋଇଥାଏ। ରବିବାର ଦିନ ଲାଲ କପଡ଼ା ଭୁଲରେ ବି ପିନ୍ଧନ୍ତୁ ନାହିଁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ସେୟାର କରିବାକୁ ଜମା ବି ଭୁଲିବେନି। ରହୁଛି, ନମସ୍କାର। ଜୟ ଜଗନ୍ନାଥ।